ଥରେ ପାଞ୍ଚଟି ବେଙ୍ଗ ଏକାଠି ହେଇକି ଜଙ୍ଗଲ ଭିତର ରାସ୍ତା ଦେଇ ଯାଉଥିଲେ। ଯିବା ସମୟରେ ସେମାନଙ୍କ ମଧ୍ୟରୁ ତିନୋଟି ବେଙ୍ଗ ଗୋଟେ ବଡ଼ ଗାତ ଭିତରେ ପଡ଼ିଗଲେ। ପାଞ୍ଚଟି ବେଙ୍ଗ ଭିତରୁ ତିନୋଟି ଗାତରେ ପଡ଼ିଗଲେ ଆଉ ବାକି ଦୁଇଟି ଉପରେ ରହିଗଲେ। ଗାତରେ ପଡ଼ିବା ପରେ ତିନୋଟି ବେଙ୍ଗ ଉପରକୁ ଚଢ଼ିବା ପାଇଁ ବହୁତ ଚେଷ୍ଟା କଲେ, କିନ୍ତୁ ଗାତଟି ବହୁତ ବଡ଼ ଥିଲା। ସେଥିରୁ ବାହାରକୁ ଆସିବା ଏତେ ସହଜ ନଥିଲା। ଗାତ ଉପରେ ଛିଡ଼ା ହୋଇ ରହିଥିବା ଦୁଇଟି ବେଙ୍ଗ ଭିତରକୁ ଚାହିଁ ସେ ତିନୋଟି ବେଙ୍ଗକୁ କହିଲେ, ତୁମେ ତିନି ଜଣ କେବେ ବି ଏ ଗାତରୁ ବାହାରି ପାରିବନି। ଏହା ଗୋଟେ ବହୁତ ବଡ଼ ଗାତ, ତେଣୁ ତୁମର ଚେଷ୍ଟା କରିବା ସମ୍ପୂର୍ଣ୍ଣ ବୃଥା। ଏହା ଶୁଣିବା ପରେ ଗାତ ଭିତରେ ଥିବା ସେ ତିନୋଟି ବେଙ୍ଗ ମଧ୍ୟରୁ ଗୋଟିଏ ବେଙ୍ଗ ଭାବିଲା ଯେ ସେମାନେ ଠିକ୍ କହୁଛନ୍ତି, ଏହି ଗାତ ବହୁତ ବଡ଼ ଆଉ ଆମେ କେବେ ବି ଏଥିରୁ ବାହାରି ପାରିବୁନି। କିଛି ସମୟର ଚେଷ୍ଟା ପରେ ସେଇ ବେଙ୍ଗ ହାର ମାନିକି ସେଇ ଗାତରେ ଆରାମରେ ବସି ପଡ଼ିଲା। ତଥାପି ଅନ୍ୟ ଦୁଇଟି ବେଙ୍ଗ ଉପରକୁ ଚଢ଼ିବା ପାଇଁ ଚେଷ୍ଟା କରୁଥିଲେ। ସେମାନଙ୍କୁ ଦେଖିକି ଉପରେ ଥିବା ବେଙ୍ଗ ପୁଣି ସେମାନଙ୍କୁ କହିଲେ କି ତୁମେ ଯାହା ଚେଷ୍ଟା କରୁଛ ତାହା ସମ୍ପୂର୍ଣ୍ଣ ବ୍ୟର୍ଥ। ତୁମେ କେବେ ବି ଏହି ଗାତରୁ ବାହାରି ପାରିବନି। ଏବେ ତୁମକୁ ତୁମର ବାକି ଜୀବନ ଏହି ଗାତ ଭିତରେ ରହିକି ବିତେଇବା ପାଇଁ ପଡ଼ିବ। ଏହା ଶୁଣିବା ପରେ ଉପରକୁ ଚଢ଼ିବା ପାଇଁ ଚେଷ୍ଟା କରୁଥିବା ଦୁଇଟି ବେଙ୍ଗ ମଧ୍ୟରୁ ଆଉ ଗୋଟିଏ ବେଙ୍ଗ ଭାବିଲା ଯେ ସେମାନେ ଠିକ୍ କହୁଛନ୍ତି, ଆମେ କେବେ ବି ଏହି ଗାତରୁ ବାହାରି ପାରିବୁନି। ସେ ମଧ୍ୟ ହାର ମାନିକି ବସି ପଡ଼ିଲା। କିନ୍ତୁ ଗୋଟିଏ ବେଙ୍ଗ ଏବେ ବି ଉପରକୁ ଚଢ଼ିବା ପାଇଁ ଚେଷ୍ଟା କରୁଥିଲା। ତାକୁ ଦେଖିକି ଉପରେ ଥିବା ଦୁଇଟି ବେଙ୍ଗ କହିଲେ, ଆରେ ତୁ କ'ଣ ଶୁଣିପାରୁନୁ କି? ତୋ ସାଙ୍ଗରେ ଥିବା ସେ ଦୁଇଟି ବେଙ୍ଗ ହାର ମାନି ଯାଇ ବସି ପଡ଼ିଲେଣି। ତୁ ଏବେ ବି ଭାବୁଛୁ କି ତୁ ଏଇ ବଡ଼ ଗାତରୁ ବାହାରି ପାରିବୁ? ଉପରେ ଥିବା ଦୁଇଟି ବେଙ୍ଗ ପରସ୍ପର ଭିତରେ କଥାବାର୍ତ୍ତା କରି ଚାଲିଥିଲେ, କିନ୍ତୁ ସେମାନଙ୍କ କଥା ଗାତ ଭିତରେ ଥିବା ସେଇ ବେଙ୍ଗ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା। ସେଇ ବେଙ୍ଗ ଚେଷ୍ଟା କରି ଚାଲିଥିଲା ଆଉ ଏମିତି ଚେଷ୍ଟା କରି କରି ସେ ଗାତ ଭିତରୁ ବାହାରକୁ ବାହାରି ଆସିଲା। ଏବେ ସବୁ ବେଙ୍ଗ ତାକୁ ଦେଖିକି ପୁରା ଆଶ୍ଚର୍ଯ୍ୟ ହେଇଗଲେ ଆଉ ମନେ ମନେ ଭାବିଲେ କି ଏତେ ବଡ଼ ଗାତ ଥିଲା, ସେ କିପରି ଗାତ ଭିତରୁ ବାହାରକୁ ଆସିଲା? ସାଙ୍ଗମାନେ, ସେଇ ବେଙ୍ଗ କିପରି ଗାତ ଭିତରୁ ବାହାରକୁ ଆସିଲା ତାର କାରଣ ମୁଁ ତୁମକୁ କହିବି। ସେଇ ବେଙ୍ଗ ଏତେ ବଡ଼ ଗାତ ଭିତରୁ ବାହାରକୁ ବାହାରି ଆସିପାରିଲା ତାର କାରଣ ହେଉଛି ସେ ବଧିର ଥିଲା। ସେ କିଛି ଶୁଣିପାରୁନଥିଲା। ମୋରାଲ ଅଫ୍ ଦ ଷ୍ଟୋରି, ଏହି କାହାଣୀ ଆମକୁ ଏହି ଶିକ୍ଷା ଦିଏ ଯେ ଯେତେବେଳେ ଆମେ ଜୀବନରେ କିଛି ଭଲ କାମ କରୁ ସେତେବେଳେ ଅନେକ ଲୋକ ଆସି ଆମକୁ ରୋକିବା ପାଇଁ ନାନା ପ୍ରକାରର କଥା କୁହନ୍ତି। କିନ୍ତୁ ଯଦି ଆପଣ ନିଜ କାମରେ ସଫଳତା ପାଇବାକୁ ଚାହୁଁଥାନ୍ତି ତେବେ ବଧିର ହେଇଯାଆନ୍ତୁ। ଲୋକମାନଙ୍କ କଥାକୁ ଏ କାନରେ ପୁରେଇ ସେ କାନରେ ବାହାର କରିଦିଅନ୍ତୁ। ଲୋକମାନଙ୍କ କଥାକୁ ନିଜ ଉପରେ ପ୍ରଭାବିତ କରିବାକୁ ଦିଅ ନାହିଁ, କାରଣ ସବୁଠାରୁ ବଡ଼ ରୋଗ ହେଉଛି ଲୋକମାନେ କ'ଣ କହିବେ। ଯେତେବେଳେ ତୁମେ କିଛି ନ କର ସେତେବେଳେ ମଧ୍ୟ ଲୋକମାନେ କିଛି କୁହନ୍ତି, ଆଉ ଯେତେବେଳେ ତୁମେ କିଛି କର ସେତେବେଳେ ବି ସେମାନେ କିଛି କୁହନ୍ତି। ତେଣୁ ତୁମେ କିଛି କର କି ନ କର, ଲୋକଙ୍କ କାମ ହେଲା କହିବା, ଆଉ ସେମାନେ ନିଶ୍ଚିତ ଭାବରେ କିଛି ନା କିଛି କହିବେ। ଗୋଟେ କାହାବତ ଅଛି ନା, କୁଛ ତ ଲୋକ କହେଙ୍ଗେ ଲୋଗୋ କା କାମ ଏ କହେନା। ତେଣୁକରି ସାଙ୍ଗମାନେ, ଲୋକମାନଙ୍କ କଥାକୁ ନ ଶୁଣିକି ତୁମେ ସଠିକ୍ ଦିଗରେ ପରିଶ୍ରମ କରିଚାଲ, ଚେଷ୍ଟା କରିଚାଲ, ସଫଳତା ଅବଶ୍ୟ ମିଳିବ। ଯଦି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କ ଭିତରୁ ମୋଟିଭେଟ୍ କରିଥାଏ, ଭଲ ଲାଗିଥାଏ, ତେବେ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ ଆଉ ଆମ ୟୁଟ୍ୟୁବ୍ ଫ୍ୟାମିଲି ମେମ୍ବର ସହିତ ଯୋଡ଼ି ହେବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ହିଁ ଯାଆନ୍ତୁ। ଧନ୍ୟବାଦ।